ସ୍କୁଲରୁ ଫେରି ହ୍ୟାଣ୍ଡବ୍ୟାଗଟିକୁ ଖଟ ଉପରେ ଫିଙ୍ଗିଦେଇ ପ୍ରବଳ କ୍ଳାନ୍ତିରେ ନିଜକୁ ଲୋଟାଇ ଦେଲି। ଗତ 3 ଦିନ ହେଲାଣି ମୋ ଉପରେ କାମର ବୋଝଟା ବେଶ୍ ପଡ଼ିଯାଇଥିଲା। ଥକି ଗଲିଣି। ସେପଟେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ରୂପେ ଦାୟିତ୍ୱ ଗ୍ରହଣ, ସେପଟେ ମୋର ଘର କାମ କରୁଥିବା ଠିକା ଚାକରାଣୀ କୁନିର 3-4 ଦିନ ହେଲା ଅନୁପସ୍ଥିତି। 2 ମାସ ହେବ ରାଜଧାନୀର ଗୋଟେ ସରକାରୀ ବାଳିକା ବିଦ୍ୟାଳୟରୁ ପଦୋନ୍ନତି ପାଇ କୋରାପୁଟର ଏହି ଅନାମଧେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୂପେ ଅବସ୍ଥାପିତ ହୋଇଛି। ତାର 2 ମାସ ପାଖାପାଖି ହେବ କୁନି ମୋ ଘରେ କାମ କରେ, କିନ୍ତୁ ଦିନେ ବି ହେଳା କରିନି। ଏ ଯେମିତି ଏକ ବିରାଟ ବ୍ୟତିକ୍ରମ। ଏଠାରୁ ବଦଳି ହୋଇ ଆସିବା କଥାକୁ ମୋ ସ୍ୱାମୀ ଆଶିଷ ଶୁଣିବା କ୍ଷଣି ଭୀଷଣ ବିରକ୍ତିବୋଧ କରି କହିଥିଲେ, ଶ୍ରେୟା, ଏ ଚାକିରିଟା କ'ଣ ତମର ନିହାତି ଜରୁରୀ? ଛାଡ଼ି ଦେଉନ କାହିଁକି? ଶାଶୁ ଶ୍ୱଶୁର ମଧ୍ୟ ଅଖୁସି ହେଲେ। ଏ ଚାକଚକ୍ୟମୟ ରାଜଧାନୀ, ଆଉ କାହିଁ ଏ ବଣ ଜଙ୍ଗଲ ଘେରା ଆମ୍ବାଗୁଡ଼ା ଗାଁ? ତାଛଡ଼ା ଆର୍ଥିକ ଅବସ୍ଥା ମୋର ଏତେ ଦୁସ୍ତ ନୁହେଁ ଯେ ସରକାର ମନ ଇଚ୍ଛା ଯେଉଁଠି ପକାଇବେ ଯିବାକୁ ବାଧ୍ୟ ହେବି। ଚାକିରିକୁ ସୁରକ୍ଷିତ କରିବା ପାଇଁ ମୋ ସ୍ୱାମୀ ଗୋଟିଏ ନାମୀ କମ୍ପାନୀର ଗୋଟେ ବଡ଼ ଅଫିସର, ଶ୍ୱଶୁର ଅବସରପ୍ରାପ୍ତ ଜଜ୍, ଦିଅର ଯା ସମସ୍ତେ ଭଲ ଉପାର୍ଜନକ୍ଷମ। ସେହିଭଳି କ୍ଷେତ୍ରରେ ମୋ ଲାଗି ଚାକିରି ପାଇଁ ଏଭଳି ଅବାଞ୍ଛିତ ସ୍ଥାନ ନିର୍ବାସନ ପାଇଁ ବାଛିନେବା ଏକ ନିଶ୍ଚକ ବିଳାସ ବ୍ୟତୀତ ଅନ୍ୟ କିଛି ହୋଇନପାରେ। ମୋ ଶ୍ୱଶୁର ଘର ଲୋକଙ୍କ ପୂର୍ଣ୍ଣ ଧାରଣା ଏପରି, ମାତ୍ର ମୋର ଜିଦ୍ ମଧ୍ୟ କିଛି କମ୍ ନୁହେଁ। ଏବେ ମୁଁ ମୋ ଭଳି ବଞ୍ଚିବାକୁ ଚାହେଁ। ନାରୀ ବୋଲି କେତେଦିନ ଏମିତି ଅନ୍ୟର ଆଶ୍ରୟ ଲୋଡ଼ି ଦୁର୍ବଳ କାଣ୍ଡ ମେଲି ବଢ଼ି ଚାଲିଥିବି? ଦୁନିଆକୁ ଦେଖିବାକୁ ଜାଣିବାକୁ ଅବସର ପାଇଲି ବା କେତେବେଳେ? ପ୍ରତି ମୁହୂର୍ତ୍ତରେ ନିଜର ଇଚ୍ଛା ରୁଚି ସହ ବାଦ କରି ଏଯାବତ୍ ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରିଆସୁଛି। ଏବେ ନିଜକୁ ଖୁସି କରିବାର, ନୂଆ ଅଭିଜ୍ଞତା ହାସଲ କରିବାର ମଉକାକୁ ଜଳାଞ୍ଜଳି ଦେଇନପାରେ। ଆଶିଷ କମ୍ପାନୀ ଟୁର୍ ନାଁରେ ଅଧିକାଂଶ ସମୟ ବାହାରେ। ଶାଶୁ ଏ ବୟସରେ ମଧ୍ୟ କ୍ଲବ ପାର୍ଟି ସାଙ୍ଗସାଥୀ ନେଇ ମସଗୁଲ। ଯା ଦିଅର ଯେଝା କାମ ନେଇ ବ୍ୟସ୍ତ। ଆଉ ମୋର ଏକମାତ୍ର ପୁଅ ବରୁଣ ବାହାରକୁ ଚାଲିଯାଇଛି ପଢ଼ିବା ପାଇଁ। ମୁଁ ତେବେ ସେହି ବିରାଟ ନିର୍ଜୀବ କୋଠରୀରେ କାହାକୁ ନେଇ ବଞ୍ଚିଥାନ୍ତି? ଘରେ ଚାକର ପୂଜାରୀର ଅଭାବ ନାହିଁ। ମୋ ବିନା ସଂସାରଟା ଅଚଳ ହେବନି। ତେଣୁ ନିଜ ଭଳି ବଞ୍ଚିବା ପାଇଁ ଯେମିତି ମୋ ପାଇଁ ଏକ ମହାର୍ଘ ସୁଯୋଗ। ଟିଭିରେ ଖବରକାଗଜ ସାଙ୍ଗସାଥୀ ମୁହଁରୁ କୋରାପୁଟ ଜିଲ୍ଲା ସମ୍ପର୍କରେ ଅନେକ କିଛି ଶୁଣିଛି। ତାର ପ୍ରାକୃତିକ ପରିବେଶ, ଜନଜାତି ଆଦିବାସୀଙ୍କ ଜୀବନଧାରଣର କାହାଣୀ କାହ୍ନୁବାବୁ, ଗୋପୀନାଥ ମହାନ୍ତିଙ୍କ ଗଳ୍ପ ଉପନ୍ୟାସରୁ ପଢ଼ି ମୁଗ୍ଧ ହୋଇଛି। ଆଉ ଯେତେବେଳେ ପଦୋନ୍ନତି ସହିତ ସେଠାକୁ ଯିବାକୁ ଆହ୍ୱାନ ଆସିଲା, ପ୍ରିୟ ପରିଜନଙ୍କ ଶତବାରଣ ସତ୍ତ୍ୱେ ମୋ ଭିତରେ ଏକ ରୋମାଞ୍ଚଭରା ନିଶା ସଞ୍ଚରି ଯାଉଥିଲା। ହୀରାଖଣ୍ଡ ଏକ୍ସପ୍ରେସ ଚଢ଼ି ଭୁବନେଶ୍ୱରରୁ ଜୟପୁର ଆସିବା ଯାଏଁ ଝର୍କା ବାହାରର ପ୍ରାକୃତିକ ଶୋଭା ମୋ କବି ହୃଦୟରେ ପୁଲକ ତୋଳୁଥିଲା। ଦେଖିଲି କୋରାପୁଟ ସମ୍ପର୍କରେ ଆମ୍ଭମାନଙ୍କର ଯେଉଁ ଧାରଣା, ଏ ଅଞ୍ଚଳ ସେତେଟା ଅନୁନ୍ନତ ନୁହେଁ। ବିଦ୍ୟାଳୟ ପରିସରରେ ହିଁ ମୋର କ୍ୱାର୍ଟର ମିଳିଲା। ସବୁକିଛି ମୋତେ ସୁହାଇଲା ଭଳି ଥିଲା। ମାତ୍ର ସମସ୍ୟା ହେଲା ଘର କାମ କରିବା ପାଇଁ। ଘର କାମ କରିବାରେ ମୁଁ ପ୍ରାୟ ଅନଭ୍ୟସ୍ତ ଏବଂ ଥଣ୍ଡା ସର୍ଦ୍ଦି ଜନିତ ସମସ୍ୟା ମୋର ସବୁବେଳେ ଲାଗି ରହିଥାଏ। ଏହି ସମସ୍ୟାର ବି ସମାଧାନ ହେଲା ଆମ ବିଦ୍ୟାଳୟର ପିଅନ ଯୋଗୁ ପାଖ ଗାଁର କୁନି ନାମ୍ନୀ ସ୍ତ୍ରୀ ଲୋକଟିଏ ଆଣି ଜୁଟାଇ ଦେଲା। ପ୍ରଥମ ଦେଖାରେ ମୋର ପସନ୍ଦ ଆସିଗଲା। ଗୋଲ ଡଉଲଡାଉଲ, କଳା କଚମଚ, 20-21 ବର୍ଷର ଝିଅଟିଏ। ମୁହଁଟି କିନ୍ତୁ ବଡ଼ କରୁଣ, ଦୁଃଖୀ ଦୁଃଖୀ ଭାବ। କାନରେ ନାକରେ ପିତ୍ତଳର ଗହଣା, କାନ୍ଧରେ ଗଣ୍ଠି ପକାଇ ଲୁଗା ପିନ୍ଧି ଘନକଲା ଗହଳିଆ ବାମ ଆଡ଼କୁ ଢଳିଥିବା ବଙ୍କା ଖୋସାରେ ଦେଶୀ ଫୁଲ ଖୋସିଛି। ସବୁ ମିଶି ଏକ ଅପୂର୍ବ ସାରଲତ୍ୟା ତା ଶରୀରରୁ ଝଲକି ପଡ଼ୁଛି ଯେମିତି। ଜଗୁ କହିଲା, ଦିଦି, ଏ ମାଇଜି ଭଲ କାମ କରିବ। ତା ଅଣ୍ଡିରା ଗଲାବର୍ଷ ଲକ୍ଷ୍ମୀପୁର କାମକୁ ଯାଇ ନୂଆ ମାଇକିନିଆ ରଖିଛି। ବିଚାରୀ ଏଠି ଏକଲା ଝିଅ ଛୁଆଟିଏ ଧରି ପଡ଼ି ରହିଛି। କୁନିକୁ ଦେଶିଆ ଭାଷାରେ ନାନା ନିର୍ଦ୍ଦେଶ ଦେଇ ଜଗୁ ମୋତେ ଖୁସି କରିବାକୁ ଚେଷ୍ଟା କଲା। ତା ପରଦିନ ଠାରୁ କୁନି ସକାଳୁ ସକାଳୁ ଦୀର୍ଘ 3 କିଲୋମିଟର ପାହାଡ଼ି ପଥ ଦେଇ ଆସି ଘର ଲୋକଟିଏ ଭଳି ଆନ୍ତରିକତାର ସହ ମୋର ସବୁ କାମ କରିଦେଉଥିଲା। ମୋ ପାଟିରୁ ଶବ୍ଦଟିଏ ବାହାରିବା ପୂର୍ବରୁ ମୋର ଦରକାର କଥା ବୁଝି ନେଉଥିଲା ଯେମିତି। ଘରେ ତାର ପୋଲିଓ ରୋଗାକ୍ରାନ୍ତ 5 ବର୍ଷର ଝିଅଟିଏ।
ତାକୁ କିଛି ଖାଇବାକୁ ଦେଲେ ନ ଖାଇ କାନିରେ ଗଣ୍ଠି କରି ଝିଅ ପାଇଁ ନେଇଯାଉଥିଲା। କ୍ରମଶଃ କୁନି ପ୍ରତି ମୋର ଦରଦ ଓ ନିର୍ଭରଶୀଳତା ବଢ଼ି ଚାଲିଥିଲା। ଆବଶ୍ୟକତାଠାରୁ ଅଧିକ ରାନ୍ଧିବା ମୋର ଅଭ୍ୟାସ ବନିଗଲା। ବଳକାତକ କୁନି ହାତରେ ତା ଝିଅ ପାଇଁ ପଠାଇ ଦେଉଥିଲି। ତା ଆଖି ମୁହଁ କୃତଜ୍ଞତାରେ ଗଦଗଦ ହୋଇ ଉଠେ। ତା ମୁହଁର ନିରୀହତା, କର୍ମଠତା ମୋତେ ତୃପ୍ତି ଦେଉଥିଲା ଏବଂ ଦିନକୁ ଦିନ ତା ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ୁଥିଲି। ମାତ୍ର ଏହାରି ଭିତରେ ଏମିତି ଲାଗ ଲାଗ 3-4 ଦିନ ଅନୁପସ୍ଥିତି ମୋତେ ସମସ୍ୟାରେ ପକାଇଦେଲା। ଜଗୁ ବି ଧାନ କଟା ପାଇଁ 5 ଦିନ ହେଲାଣି ଛୁଟି ନେଇ ଗାଁରେ। ଏମିତି ଆଉ କେହି ବି ନାହିଁ ଯାହା ପାଖରୁ କୁନି ଖବର ସଂଗ୍ରହ କରିହେବ। ଭାବିଲି ଶେଷକୁ ନିଜେ ହିଁ ଏ କାମ କରିବି। ରବିବାରିଆ ସକାଳେ ୱାର୍କିଂରେ ପାହାଡ଼ କଡ଼େ କଡ଼େ ଉଚ୍ଚା ନିଚା ନାଲିମାଟି ରାସ୍ତାରେ ଆଗେଇଲି। ପାହାଡ଼ ଛାତିରେ 2 ଧାଡ଼ି ଝାଟିମାଟି ଚାଳ ଛପର ଥିବା ଗାଁ। ଗାଁ ମୁଣ୍ଡରେ ପଶୁ ପଶୁ ଆଖିରେ ପଡ଼ିଲା କିଶୋର 2 ଜଣ ଭଙ୍ଗା ପଥର ଖଣ୍ଡେ ଉପରେ ବସି ପିକା ଟାଣୁଛନ୍ତି। ମୋର ଉପସ୍ଥିତି ତାଙ୍କ ଆଖି ମୁହଁରେ କୌତୂହଳ ଆଙ୍କିଦେଲା। କୁନି ଘର କେଉଁଟା ବୋଲି ପଚାରିବାରୁ ହଠାତ୍ ହିଁ ଧାଇଁ ଯାଇ ଗାଁ ଭିତରକୁ ପଶିଗଲେ। ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲି। ଧାଡ଼ି ଧାଡ଼ି 15-20 ଘର କେଉଁଟା କୁନିର ଘର ଜାଣିବି କେମିତି? ସଂକୀର୍ଣ୍ଣ ଗଳିମୁଣ୍ଡରେ ମଇଁଷି ପୋଢ଼ ବିଶ୍ରାମ ନେଉଛନ୍ତି। ସେମାନଙ୍କ ଗୁହ ମୂତରେ କାଦୁଅ ପଚ ପଚ କରୁଛି। କାଦୁଅ ସରସର କଳା ଥାକୁଲୁ ଥାକୁଲୁ ଘୁଷୁରି 2ଟା ମୋ ଦେହରେ ଘଷି ହୋଇ ଚାଲିଗଲେ। ଦେହଟା ମୋର ଘୃଣାରେ ଘିନ୍ ଘିନ୍ କରି ଉଠିଲା। ନାକରେ ରୁମାଲ ଦେଲି। ବାଟ କଡ଼ରେ ପେଟଫୁଲା ଲଙ୍ଗଳା ପିଲାଟିଏ ଝାଡ଼ା ବସିଥିଲା। କୁନି ଘର ପଚାରିବାରୁ ଗୋଟିଏ କୁଡ଼ିଆ ଆଡ଼କୁ ଆଙ୍ଗୁଳି ବଢ଼ାଇ ଦେଲା। ଏକ ବଖୁରିଆ ମାଟି ଘରଟିଏ। ସାମାନ୍ୟ ପେଲିବାରୁ ଟିଣ କବାଟଟା ଏକ ଅଦ୍ଭୁତ ଶବ୍ଦ କରି ମେଲା ହୋଇଗଲା। ତା ସହିତ ବାହାରର କିଞ୍ଚିତ୍ ଆଲୋକ ଘର ଭିତରେ ଖେଳିଗଲା। ଛିଣ୍ଡା କନ୍ଥା ତଳେ 2ଟି ଶରୀର ଆପାଦ ମସ୍ତକ ଘୋଡ଼ି ହୋଇ ପଡ଼ିଥିଲା। ଅନୁମାନ କଲି କୁନି ଓ ତାର 5 ବର୍ଷର ଅକର୍ମଣ୍ୟ ଝିଅ। ପାଖକୁ ଯାଇ 2-3 ଥର କୁନି କୁନି ଡାକିବାରୁ ଶରୀରଟି ହଲିଲା ଓ ଉଠି ବସିବାରୁ ଭୟରେ 2 ପାଦ ପଛକୁ ଘୁଞ୍ଚି ଆସିଲା। ଏ କ'ଣ କୁନି ହୋଇପାରେ? ଲଣ୍ଡା ମୁଣ୍ଡ, ମୁହଁଯାକ ଚୂନ ଓ ହାଣ୍ଡିକଳା ବିଲିବିଲା। ଆର୍ତ୍ତ ଚିତ୍କାର କରି ଉଠିଲା, କୁନି ଏ ଅବସ୍ଥା ତୋର କିଏ କଲା? କଟା ଗଛ ଭଳି ତଳେ କଚାଡ଼ି ହୋଇ ଫୁଲି ଫୁଲି କାନ୍ଦି ଉଠିଲା କୁନି। ପାଖରେ ବସି ସ୍ନେହରେ ମୁଣ୍ଡ ଆଉଁସି ଦେଲି ତାର। ଏ ମୋର କେତେ ଖିଆଲ ଯତ୍ନ କରିଥିଲା। ଆଜି ସେ ଅସହାୟ। ମୋଠାରୁ ସ୍ନେହ ଆଶ୍ୱାସନା ପାଇ ଥର ଥର ଓଠରେ ସେ ଯାହା ସବୁ କହିଲା ଏବଂ ତା ଭାଷାରୁ ମୁଁ ଯାହା ବୁଝିଲି, ଭୟରେ ମୁଁ ସାଙ୍କୁଡ଼ି ହୋଇ ଉଠିଲି। ମଣିଷ ସମାଜ ଭିତରେ ଆଜି ବି ଏତେ ବର୍ବରତା? ଡାହାଣୀ ସନ୍ଦେହରେ ନିରୀହା ନାରୀଟିକୁ ଏଥି ଭିତରେ କମ୍ ନିର୍ଯାତନା ସହିବାକୁ ପଡ଼ିନି। କୁନିର ଦୋଷ ହେଲା ସେ ସ୍ୱାମୀ ପରିତ୍ୟକ୍ତା, ଅସହାୟା, ପ୍ରତିବାଦ କରିବାର ସାମର୍ଥ୍ୟ ନାହିଁ। କିଛି ଦିନ ହେଲା ନିରୀହା କୁନି ବିପକ୍ଷରେ ଆଢ଼ୁଆଳରେ ଷଡ଼ଯନ୍ତ୍ର ଚାଲୁଥିଲା। ଗାଁରେ ଲାଗି ଲାଗି 3 ଜଣଙ୍କ ମୃତ୍ୟୁ ପାଇଁ ତାକୁ ଦାୟୀ କରାଗଲା। ପାଙ୍ଗି ବୁଢ଼ା ବୟସାଧିକ୍ୟ ପାଇଁ ମଲା। ସମ୍ପର୍କରେ କୁନିର ଦାଦା ଶ୍ୱଶୁର ହେବ। ସଞ୍ଜବେଳେ ଦାଣ୍ଡ ପିଣ୍ଡାରେ ବସିଥିଲା। ଦାଣ୍ଡରେ ଚାଲି ଯାଉଥିବା କୁନିକୁ ଡାକି 2-4 ପଦ ସୁଖ ଦୁଃଖ ହେଲା। ବାସ୍ ରାତି ଅଧଟାରେ ବୁଢ଼ା ସଂସାରରୁ ଖଲାସ। ଶୁକୁରାର ପୁଆତି ସ୍ତ୍ରୀଟା ଦେହ ମୁଣ୍ଡରେ ଟିକେ ତେଲ ମାଲିସ କରି ଉଶ୍ୱାସ ପାଇବା ପାଇଁ କୁନିକୁ ଡକାଇଲା। ପରମ ସ୍ନେହରେ କୁନି ଘଷି ମୋଡ଼ି ଦେଇଥିଲା। ପରଦିନ ସକାଳେ 2 ଥର ବାନ୍ତି କରି ସେ ଆଖି ବୁଜିଲା। 4 ଦିନ ତଳେ ତା ପଡ଼ିଶା ଘରର ହଗୁରା ପିଲାଟି କୁନି ଘରେ ଝିଅ ସହ ଖେଳି ଆସି କ'ଣ ଟିକିଏ ଖାଇଦେଲା ଯେ 2 ଦିନ ପରେ ପେଟ ଫୁଲି ବାନ୍ତି କରି ମଲା। ଗାଁରେ ଏମିତି କେତେ ରୋଗ ଅସୁସ୍ଥତାର ସବୁ କାରଣ ଏଇ କୁନି। ସେ ଡାହାଣୀ ସାଧନ କରୁଛି ବୋଲି ଅଭିଯୋଗ। ମା ଏହି ଫଟୋକୁ ଧରି ପୂଜା କରୁଛି ବୋଲି ଏମାନେ ମୋତେ ଡାହାଣୀ କହୁଛନ୍ତି। ଘରର ଅନ୍ଧାରିଆ କୋଣରେ କାଠପଟା ଉପରେ ବସିଥିବା ଶୁଖିଲା ଫୁଲ ସିନ୍ଦୁର ବୋଳା ଫଟୋଟିକୁ ଚାହିଁଲି। ଆରେ ଏ ତାରିଣୀ ମାଙ୍କ ଫଟୋ। ମୋରି ଘରୁ କୁନି ଆଣିଥିଲା। ପ୍ୟାକିଂରେ ଆସିବା ବେଳେ ଫଟୋର କାଚ ଫାଟି ଯାଇଥିଲା। ଭଙ୍ଗା ଫଟୋ ପୂଜା କରନ୍ତିନି ବୋଲି ଅଲଗା ରଖିଥିଲି।
କୁନି ମୋଠୁ ମାଗି ନେଇ ଆସିଥିଲା। ଏ ଫଟୋ ଏବେ ତାର କାଳ ହେଲା। 3 ଦିନ ତଳେ ଗାଁ ଦିଶାରୀକୁ ଡାକି ସଭା ହେଲା। ବିଚାରୀର ଡାହାଣୀ ଶାସ୍ତି ଭୋଗ। କେତେ ପୁରୁଷଙ୍କ ଲୋଲୁପ ଆଖି ଆଗରେ ତା ଯୌବନ ଭରା ଦେହରୁ ଲୁଗା କାଢ଼ି ଉଲଗ୍ନ କରାହେଲା। ମୁଣ୍ଡ ଲଣ୍ଡା କରି ହାଣ୍ଡି କଳ ଓ ଚୂନ ଦେହ ମୁହଁରେ ବୋଳି ଗାଁ ଦାଣ୍ଡରେ ଚଲାଇ ନେଲେ। ପଛରେ ତାର ଆତ୍ମୀୟ ସୋଦର ବାଜା ବଜାଇ ଚାଲିଲେ। ଗାଁ ଠାକୁରାଣୀଙ୍କ ଆଗରେ ତତଲା ଲୁହା ଚେଙ୍କ ଦେଇ ଡାହାଣୀ ଛଡ଼ାଇଲେ। ବିଧା ଗୋଇଠା ଦେଇ ଜବରଦସ୍ତ ବିଷ୍ଟା ଖୁଆଇଲେ। ଦେହରୁ ଲୁଗା ଘୁଞ୍ଚାଇ ଯାହା ଦେଖାଇଲା କୁନି, ମୁଁ ଶିହରି ଉଠିଲି। ତାର ସାବନା ବର୍ଣ୍ଣ ଦେହ ଗୋଟାକ କଳା ପୋଡ଼ା ଘାରେ ଦଗଦଗ କରୁଛି। ପୌଷର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏଇ ପର୍ବସାରୀ ଅସହାୟ ନାରୀଟିକୁ ଝାଡ଼ୁରେ ମାରି ମାରି ଯେଝା ବାଟରେ ଯିଏ ଚାଲିଗଲେ। ସେତେ ବାଟ ଘୋଷାଡ଼ି ଘୋଷାଡ଼ି ଆସି କୁନି ଘରେ ପହଞ୍ଚିଛି। ଝିଅ ସହ 2 ଦିନ ଖାଡ଼ା ଖାଡ଼ା ଉପାସ। ଉଠିବାକୁ ନୈତିକ ସାହସ କି ଦେହ ମୁଣ୍ଡରେ ବଳ ନାହିଁ। ମୋ ଜୀବନର ଏ ଗୋଟିଏ ଭୟଙ୍କର ଅନୁଭୂତି। ସଭ୍ୟ ସମାଜର ଅନ୍ତରାଳରେ କେତେ କୁନି ଏମିତି ନୀତି ନିର୍ଯାତିତା ହେଉଛନ୍ତି। ପ୍ରକୃତି କୋଳରେ ସହଜ ସରଳ ଜୀବନ ବିତାଉଥିବା ଆଦିବାସୀ ସମାଜରେ କି ନିଷ୍ଠୁର ପ୍ରହସନ। ସଭ୍ୟତାର ସମ୍ପ୍ରସାରଣ ଚାରିଆଡ଼େ ଘଟିଥିଲେ ମଧ୍ୟ ଆମରି ଚାରିପଟେ ଏମିତି ନୀତି କେତେ ଘଟଣା ଘଟିଯାଉଛି। ଏହି ଚିରାଚରିତ କୁସଂସ୍କାରର ମୂଳୋତ୍ପାଟନ ଯେ ନିହାତି ଦରକାର। ଜଣେ ଶିକ୍ଷିତ ସାମାଜିକ ପ୍ରାଣୀ ହିସାବରେ ଏ କ୍ଷେତ୍ରରେ ମୋର ଏ ବିରାଟ ଦାୟିତ୍ୱ ରହିଛି ଯେ ସେହି ମୁହୂର୍ତ୍ତରେ ମୁଁ ସଚେତନ ହେଲି। କୁନିର କିଛି ବ୍ୟବସ୍ଥା କରିବାକୁ ହେବ। ଅଭାଗୀ ନାରୀଟିକୁ, ମାଟିକୁ ତାର ନ୍ୟାଯ୍ୟ ନ୍ୟାୟ, ବଞ୍ଚିବାର ରାହା ଖୋଜି ଦେବାକୁ ହେବ। ଆଉ ଏହି ବ୍ୟବସ୍ଥାର ସୂତ୍ର ମୋତେ ହିଁ ଆରମ୍ଭ କରିବାକୁ ପଡ଼ିବ। ସେହି ମୁହୂର୍ତ୍ତରେ ମନେ ମନେ ଆଗାମୀ ଯୋଜନା ପ୍ରସ୍ତୁତ କରି କୁନିକୁ ଆଶ୍ୱାସନା ଦେଇ କବାଟ ଖୋଲି ମୁଁ ସ୍ପଷ୍ଟ ଦିବାଲୋକକୁ ବାହାରି ଆସିଲି ଓ ଆଗେଇବାକୁ ଲାଗିଲି। କ୍ଷଣକ ପାଇଁ ପଛକୁ ବୁଲି ଦେଖିଲି, ମେଲା କବାଟ ଦେଇ ସକାଳର ଉଜ୍ଜ୍ୱଳ ଆଲୋକ ଅନ୍ଧକାର କୋଠରୀକୁ ଗୁରୁଣ୍ଡି ଗୁରୁଣ୍ଡି ପଶୁଥିଲା ଯେମିତି। କାହାଣୀଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟସ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।